ଲୋକସଭାରେ ଆଜି ଅପରେସନ୍ ସିନ୍ଦୁର ଉପରେ ସ୍ୱତନ୍ତ୍ର ଆଲୋଚନା ଜାରି ରହିବ। ପହଲଗାମର ଆତଙ୍କବାଦୀ ଆକ୍ରମଣ ପରିପ୍ରେକ୍ଷୀରେ ଭାରତ ଗ୍ରହଣ କରିଥିବା ଦୃଢ଼, ସଫଳ ତଥା ନିର୍ଣ୍ଣାୟକ ପଦକ୍ଷେପ ଉପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗତକାଲି ଗୃହରେ ଆଲୋଚନା ଆରମ୍ଭ କରିଥିଲେ। ଏ ସମ୍ପର୍କରେ ଏକ ରିପୋର୍ଟ। ଲୋକସଭାରେ ଗତକାଲି ଆରମ୍ଭ ହୋଇଥିବା ଆଲୋଚନାରେ ଅଂଶଗ୍ରହଣ କରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ପହଲଗାମ ଆକ୍ରମଣ ପରିପ୍ରେକ୍ଷୀରେ ଭାରତର ସାମରିକ ପଦକ୍ଷେପ ସୀମାପାର ଆତଙ୍କବାଦ ମୁକାବିଲାରେ ଏକ ନୂତନ ସଂକେତ ପ୍ରଦାନ କରିଛି ବୋଲି କହିଛନ୍ତି। ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସହନଶୀଳ ନୀତିକୁ ଏହା ସୂଚାଉଛି। ଆତଙ୍କବାଦ କାର୍ଯ୍ୟକଳାପ ଏବଂ ଆଲୋଚନା ଏକସଙ୍ଗେ ଚାଲିପାରିବ ନାହିଁ ବୋଲି ମନ୍ତ୍ରୀ ଡକ୍ଟର ଜୟଶଙ୍କର କହିଛନ୍ତି। ସୀମାପାର ଆତଙ୍କବାଦ ପ୍ରତିହତ କରିବାରେ ଅପରେସନ୍ ସିନ୍ଦୁର ଏକ ନୂତନ ପର୍ଯ୍ୟାୟକୁ ଚିହ୍ନଟ କରିଛି। ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଛି। ରକ୍ତ ଏବଂ ପାଣି ଏକାଠି ପ୍ରବାହିତ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି। ଭାରତ ପାକିସ୍ତାନ ବିବାଦର ଅନ୍ତ ଘଟାଇବାରେ କୌଣସି ବାହ୍ୟ ମଧ୍ୟସ୍ଥତାକୁ ଦୃଢ଼ ଭାବେ ଅସ୍ୱୀକାର କରି ମନ୍ତ୍ରୀ ଡକ୍ଟର ଜୟଶଙ୍କର କହିଛନ୍ତି, ଏଥିରେ ଆମେରିକାର କୌଣସି ଭୂମିକା ନାହିଁ। ଆଲୋଚନା ଆରମ୍ଭ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ, ଅପରେସନ୍ ସିନ୍ଦୁର କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ, ବରଂ ଭାରତର ସାର୍ବଭୌମତ୍ୱ ପରିଚୟ ପ୍ରଦାନ କରିଛି। ସୀମାପାର 9ଟି ଆତଙ୍କବାଦୀ ଭିତ୍ତିଭୂମିକୁ ଭାରତୀୟ ସେନା ଧ୍ୱଂସ କରିବା ସହ 100ରୁ ଅଧିକ ଆତଙ୍କବାଦୀ ଓ ସେମାନଙ୍କର ପ୍ରଶିକ୍ଷକ ଓ ପରିଚାଳନାକାରୀ ନିହତ ହୋଇଥିଲେ ବୋଲି ସେ କହିଛନ୍ତି। ଆଲୋଚନାରେ ଅଂଶଗ୍ରହଣ କରି କଂଗ୍ରେସ ନେତା ଗୌରବ ଗୋଗୋଇ ଜାମ୍ମୁ କାଶ୍ମୀରର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ। ଅନ୍ତର୍ଜାତୀୟ ସଂଗଠନ ଦ୍ୱାରା ପାକିସ୍ତାନକୁ ଆର୍ଥିକ ସହାୟତା ପ୍ରଦାନ ଭାରତୀୟ କୂଟନୀତିର ବିଫଳତାକୁ ଦର୍ଶାଉଛି ବୋଲି ସେ କହିଥିଲେ। ସମାଜବାଦୀ ପାର୍ଟିର ରମାଶଙ୍କର ରାଜଭର ସମମତ ପୋଷଣ କରିଥିଲେ। ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ସଶସ୍ତ୍ର ବାହିନୀର ବୀରତ୍ୱ ଏବଂ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ଏହି ଆଲୋଚନାରେ ବିଭିନ୍ନ ରାଜନୈତିକ ଦଳର ସଦସ୍ୟ ଅଂଶଗ୍ରହଣ କରିଥିଲେ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସତ୍ୟବ୍ରତ ବେହୁରା।